Hi guys, welcome to my first mini blogs. So ମୁଁ ପହଞ୍ଚିଯାଇଥିଲି ଆମ ଗାଁ ସ୍କୁଲରେ ଯୋଉଠିକି ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନ କରାଯାଉଥିଲା। ଏଣ୍ଡ ଏମାନଙ୍କୁ ଦେଖନ୍ତୁ କ୍ୟାମେରା ଦେଖିଲା ମାନେ ଏମାନଙ୍କର ହାଇ ହେଲୋ ଯାହାରକି ଷ୍ଟାର୍ଟ ହେଇଯାଏ। ଏପଟେ ସାର୍ ମାନଙ୍କର ଭାଷଣ ଷ୍ଟାର୍ଟ ହେଇଗଲାଣି ଯୋଉଥିପାଇଁ କି ଲୋକମାନେ ବୋରିଂ ହେଇଯାଉଛନ୍ତି। ଗଣତନ୍ତ୍ର ଦିବସ ହଉ କି ସ୍ୱାଧୀନତା ଦିବସ ହଉ ସାର୍ ମାନଙ୍କ ଭାଷଣ କିଏ ଶୁଣୁଛି। ଏତିକି ଟାଇମ୍ରେ ଲିକୁନୁ ଏଣ୍ଟ୍ରି ମାରିକି ମୋତେ କହିଲା କି ମ୍ୟାଡ଼ାମ୍ ପ୍ରଣାମ। ଏଠି ପିଲାମାନେ ସଜବାଜ ହେଇକି ବସନ୍ତି ତ ଏଇ ମ୍ୟାଡ଼ାମ୍ ଜଣକୁ କହୁଛନ୍ତି କି ଚାଲ ଆମେ କ୍ଲାସ୍ ରୁମ୍ରେ ଡ୍ୟାନ୍ସ ପ୍ରାକ୍ଟିସ୍ ଦେଖି ଆସିବା। ତାପରେ ଆମେ କ୍ଲାସ୍ ରୁମ୍କୁ ଯାଇ ଦେଖୁ ତ ପିଲାମାନେ ଏଠି ସଜବାଜ ହେଇସାରିଛନ୍ତି ଏବଂ ଏଇ ପାଗଳ ଦୁଇଟାକୁ ଦେଖନ୍ତୁ କେମିତି ହେଉଛନ୍ତି। ଏପଟେ ପିଲାମାନେ ବସିଯାଇଛନ୍ତି। ସୋ ମୁଁ ଟିକେ ମ୍ୟୁଜିକ୍ ଅପରେଟର୍ ଭାଇଙ୍କ ପାଖକୁ ଗଲି। ସେଠି ଦେଖନ୍ତୁ ମୋ ପାଗଳ ସାଙ୍ଗ ଦୁଇଟା କେମିତି ହାଇ ହେଲେ କହୁଛନ୍ତି। ତାପରେ ମୁଁ ଟିକେ କ୍ଲାସ୍ ରୁମ୍ ଆଡ଼କୁ ଗଲି। ଦେଖିପାରୁଥିବେ ସେଠି ପିଲାମାନେ କେମିତି ଖେଳୁଛନ୍ତି। ଆଣ୍ଡ ଏଠି ଦେଖନ୍ତୁ ଇଏ ହେଉଛି ହଟ୍ ଆଣ୍ଡ ଏପଟ ସାଇଡ଼୍କୁ ଦେଖନ୍ତୁ ଗୋଟେ ମିନି ହାଉସ୍ ଅଛି। ଆଣ୍ଡ ଏଇଠି ଦେଖନ୍ତୁ ଗୋଟେ ଏଲିଫ୍ୟାଣ୍ଟ। ଏଠି ବୁକ୍ସ ବଗେରା ପଡ଼ିଛି। ଆଣ୍ଡ କେତେ ଭଲ ଥିଲା ନା ସେ ଛୋଟବେଳ। ଆଣ୍ଡ ଗୋଟେ ଛୋଟ ଛୁଆଟେ ମୋତେ ଆସି କହୁଛି ଯେ ମୋତେ ଭିଡ଼ିଓରେ ଆଣ। ଆଣ୍ଡ ସେପଟେ ଷ୍ଟେଜ୍ ପ୍ରୋଗ୍ରାମ୍ ଷ୍ଟାର୍ଟ ହେଇଗଲାଣି। ଜଣଙ୍କ ପରେ ଜଣେ ଡ୍ୟାନ୍ସ କରିବାରେ ଲାଗିଛନ୍ତି। ଏମିତି 2-3 ଜଣ ଭଳିଆ ଡ୍ୟାନ୍ସ କରିସାରିବା ପରେ ମୁଁ ଆସିଗଲି ଏମାନଙ୍କ ପାଖକୁ। ଫାଇନାଲି ଏଣ୍ଡ ହେଇଗଲା ଆଣ୍ଡ ପିଲାମାନେ ତାଙ୍କ ପ୍ରାଇଜ୍ ସବୁକୁ ପାଇଗଲେ। ତ ମୁଁ ମୋ ମିନି ବ୍ଲଗ୍ସକୁ ଏଠି ଏଣ୍ଡ କରିଛି ଆଣ୍ଡ ଦେଖା ହେବା ନେକ୍ସଟ ମିନି ବ୍ଲଗ୍ସରେ।